ସୁନ୍ଦରବନ ଜଙ୍ଗଲରେ ରଘୁଆ ନାମରେ ଗୋଟେ କାଠୁରିଆଟେ ରହୁଥିଲା। ସେ କାଠ ବେପାର କରି ନିଜ ପରିବାରକୁ ଚଲାଉଥିଲା। ରଘୁଆର ପରିବାର କହିଲେ 4 ଝିଅ ଆଉ ତା ସ୍ତ୍ରୀ। ରଘୁଆର ବଡ଼ ଝିଅ ମିତାର ବିବାହ ବର୍ଷ ହେଇଯାଇଥାଏ। ସେଇଥିପାଇଁ ପାଖ ଗାଁରୁ ଜଣେ ଦେଖିବାକୁ ଆସିଥାନ୍ତି। ଏତିକି ବେଳେ ରଘୁଆ କିନ୍ତୁ ଘରେ ନଥାଏ। ହେଲେ ରଘୁଆର ସ୍ତ୍ରୀ ତାଙ୍କର ଖୁବ୍ ଚର୍ଚ୍ଚା କରେ। ମତେ ଜଣେ କହିଲେ ତ ଆପଣଙ୍କର ଝିଅ ଅଛି କହି, ସେଇଥିପାଇଁ ମୁଁ ଝିଅକୁ ଦେଖିବାକୁ ଆସିଛି ମୋ ଭଣଜା ପାଇଁ। ମୋ ନାନୀଟା ଏଇ 2 ମାସ ତଳେ ଚାଲିଗଲା। ଭଣଜାଟା ଖାଲି ଘରେ ଏକୁଟିଆ ରହୁଛି। ତାରି ପାଇଁ ଗୋଟେ ଭଲ ଝିଅଟେ ଦେଖି ବାହା କରେଇବାକୁ ଆମେ ଚିନ୍ତା କରିଛୁ। ହଁ, ଝିଅର ବି ଆମର ବିବାହ ବୟସ ହେଇଯାଇଛି। ହେଲେ ମୋତେ କାହିଁ ଟିକେ କହିବାକୁ ଖରାପ ଲାଗୁଛି ଯେ ଆପଣ ତ ଦେଖୁଛନ୍ତି ଆମ ଘର ପରିସ୍ଥିତି। ତା ଉପରେ ହେଉଛି 4ଟା ଝିଅ। ତା ବାପା କାଠୁରିଆ। ଆମେ ଯୌତୁକ ଦେଇପାରିବୁନି। ଛି ଛି ଭଉଣୀ, ତମେ କି କଥା କହୁଛ? ଭଣଜା ପରା ମୋର ଅଫିସରେ କାମ କରୁଛି। ଆଉ ଯୌତୁକ ଆମର କଣ ଦରକାର? ମୁଁ କହିଲି ନା, ଆମକୁ ଖାଲି ଘର ସମ୍ଭାଳିବା ଝିଅ ଖଣ୍ଡେ ଦରକାର। ସେଇଥିପାଇଁ ତ ମୁଁ ଆପଣଙ୍କ ପାଖକୁ ଆସିଛି। ଆଉ ଝିଅକୁ ତ ମୁଁ ଦେଖିଲି। ଝିଅ ମୋର ବହୁତ ପସନ୍ଦ ହେଇଛି। ଭଣଜା ତ କହିଛି, ମାମୁଁ ତମେ ଯେଉଁଠି ଠିକ କରିବ ମୁଁ ସେଇଠି ବାହା ହେବି। ଭଣଜା ପରେ ଆସି ଦେଖିଯିବ। ଏବେ ମୁଁ ଯାଉଛି। ସେ ଆସିଲେ ତାଙ୍କୁ କହିବ। ଆଉ ଯଦି ତମେ 2 ଜଣ ବାହାଘର ପାଇଁ ରାଜି ହେବ, ହେଲେ ଆଗାମୀ 15 ଦିନ ଭିତରେ ଆମେ ବାହାଘର ସାରିଦେବା। ଝିଅ ଦେଖିବାକୁ ଆସିଥିବା ବନ୍ଧୁ ଜଣକ ସେଇଠୁ ଚାଲିଯାଆନ୍ତି। ହେଲେ ରଘୁଆ ସ୍ତ୍ରୀର କ'ଣ ମନ ମାନେ? ସିଏ ଖାଲି ଏଇ କଥାଟା ରଘୁଆକୁ କହିବା ପାଇଁ ତରତର ହେଉଥାଏ। ଆଉ ରଘୁଆକୁ ଘର ଅଗଣାରେ ଅପେକ୍ଷା କରିଥାଏ। ଠିକ୍ ଏତିକି ବେଳେ ରଘୁଆ ତାର କୁରାଢ଼ୀ ଖଣ୍ଡେ ଧରି ଆସି ଘରେ ପହଞ୍ଚିଯାଏ। ରଘୁଆ ସ୍ତ୍ରୀ ରଘୁଆକୁ ସବୁକିଛି ବୁଝେଇ କୁହେ। ଆଉ ରଘୁଆ ବି ବିବାହ ପାଇଁ ସମ୍ମତି ଦିଏ। ଏମିତି 15 ଦିନ ବିତିଯାଏ। ଆଉ ରଘୁଆର ଝିଅ ମିତା ସହିତ ରାଜେଶର ବାହାଘର ଧୁମଧାମରେ ହୁଏ। ମାଲୋ ମିତା, ଏତେ ଜଲ୍ଦି ଏ ଦିନ ପହଞ୍ଚିଯିବ କହି ମୁଁ କେବେ ହେଲେ ଭାବିନଥିଲି। ହେଲେ ଝିଅମାନଙ୍କର ତ ଜୀବନ ଏଇଆ ମା। ମୁଁ ବି କେବେ ବୋହୂ ହେଇ ଆସିଥିଲି, ସଂସାର ଗଢ଼ିଥିଲି। ଆଜି ତୁ ବି ବୋହୂ ହେଇଯାଉଛୁ। କଥାରେ ଅଛି ପରା, ମା ଘରୁ ସବାରି ବାହାରେ ଆଉ ଶାଶୁ ଘରୁ ଜୁଇ ଉଠେ। ସେମିତି ମା ରହିବୁ, ଭଲରେ ଚଳିବୁ। ମାଲୋ ମିତା, ଶ୍ୱଶୁର ଘରେ ଭଲ କି ଚଳିବୁ। ଆଉ ମୋ ମୁଣ୍ଡ ଯେମିତି କେବେ ତଳକୁ ନ କରିଦଉ। କିଛି ଗୋଟେ ଭୁଲ କରିବା ଆଗରୁ ନା ଚିନ୍ତା କରିବୁ। ତୋ ତଳେ ଆହୁରି ତୋର 3 ଭଉଣୀ ରହିଛନ୍ତି। ମିତା ତ ଘରୁ ବିଦେଇ ହେଇ ଚାଲିଯାଏ। ହେଲେ ମିତାର 3 ଭଉଣୀ ତା ରାସ୍ତାକୁ ଅନେଇ ବସିଥାନ୍ତି। ମିତା ଆଉ ତା ସ୍ୱାମୀ ରାଜେଶ ଯାଇ ତାଙ୍କ ଘରେ ପହଞ୍ଚି ଯାଆନ୍ତି। ବିବାହ ପରେ ପରେ ମିତା ଆଉ ରାଜେଶ ଦୁହେଁ ବହୁତ ବୁଲାବୁଲି କରନ୍ତି ଏବଂ ତାଙ୍କ ସମ୍ପର୍କ ବହୁତ ଭଲ ଥାଏ। ହେଲେ ଗୋଟେ ଦିନ ରାଜେଶର ଅଫିସରେ ଜଣେ ସୁନ୍ଦରୀ ମ୍ୟାଡ଼ାମ ଆସନ୍ତି। ଆଉ ରାଜେଶ ସେଇ ମ୍ୟାଡ଼ାମକୁ ଦେଖିବା ପରେ ତାଙ୍କ ପ୍ରେମରେ ପଡ଼ିଯାଏ ଏବଂ ସେଇ ମ୍ୟାଡ଼ାମ ବି ରାଜେଶର ପ୍ରେମରେ ପଡ଼ିଯାଆନ୍ତି। ଏଥର ଦୁହେଁ ଖୁବ୍ ବୁଲାବୁଲି କରନ୍ତି। ଆମେ ଲୁଚା ଛପା କରି ଆଉ କେତେ ଦିନ ଏମିତି ବୁଲାବୁଲି କରିବା? ଏସବୁ ମୋତେ ଜମାରୁ ଭଲ ଲାଗୁନି। ତମେ ଗୋଟେ କଥା ମାନ, ଆମେ 2 ଜଣ ବାହା ହେଇ ପଡ଼ିବା। ମ୍ୟାଡ଼ାମ ସ୍ୱାତି ସବୁବେଳେ ରାଜେଶକୁ ବିବାହ କରିବା ପାଇଁ ଜୋର ଦିଅନ୍ତି। କିନ୍ତୁ ରାଜେଶ ସବୁବେଳେ କଥାକୁ ବୁଲେଇ ଦିଏ। କାହିଁକି ନା ସେ ବିବାହିତ କହି ଶ୍ଵେତାକୁ କେବେ ହେଲେ ଜାଣିବାକୁ ଦିଏନି। କିନ୍ତୁ ଗୋଟେ ଦିନ ସେ ଚିନ୍ତା କଲା ଯେ ଆଜି ନ କହିଲେ ନ ଚଳେ। ସ୍ୱାତି, ମୁଁ କ'ଣ କହୁଥିଲି କି, ତମକୁ ଭେଟିବା ଆଗରୁ ନା ମୋର ଆରେଞ୍ଜ ମ୍ୟାରେଜ ହେଇଯାଇଥିଲା। ମୁଁ ସେ ଝିଅକୁ ପସନ୍ଦ କରେନି। ତମେ ସେଥିପାଇଁ ପୁରା ନିଶ୍ଚିନ୍ତ ରୁହ। ମୁଁ ତାକୁ ଡିଭୋର୍ସ ଦେଇଦେବି। ତାପରେ ଆମେ ବାହା ହେବା। ଏଇ କଥାଟା ମୁଁ କେତେ ଦିନ ଆଗରୁ କହିବାକୁ ଚିନ୍ତା କରିଥିଲି। ହେଲେ ତମକୁ ଦେଖିଲେ ସବୁ ଭୁଲି ଯାଉଥିଲି। ସେଥିପାଇଁ ସରି। ହେଲେ ମୁଁ ଆଜି ଯାଇ ତା ସହିତ କଥା ହେବି। ସେ ମୋତେ ଡିଭୋର୍ସ ଦେଇଦେବ ଆଉ ଆମେ ଦୁହେଁ ବାହା ହେବା। ରାଜେଶ ବିବାହିତ ଜାଣିବା ପରେ ଶ୍ଵେତା ତ ବହୁତ ଜୋରରେ ରାଗିଯାଏ ଆଉ ରାଜେଶକୁ ବହୁତ ଗାଳି ଦିଏ। ହେଲେ କିଛି ସମୟ ପରେ ପୁଣି ତାକୁ ବାହା ହେବାକୁ ବି ରାଜି ହେଇଯାଏ। ଏଥର ରାଜେଶ ସିଧା ଯାଇ ଘରେ ପହଞ୍ଚେ ଆଉ ଚିନ୍ତା କରେ ସ୍ତ୍ରୀକୁ ସବୁ କଥା କହିବ।
ଶୁଣୁଛ ମୁଁ ଆଉ ତମ ସାଙ୍ଗରେ ଚଳିପାରିବିନି। ଯେତିକି ଦିନ ଚଳିଲି ବହୁତ ହେଇଗଲା। ତମେ ଯେଉଁ ଗାଉଁଲିକୁ ନା ସେଇ ଗାଉଁଲି ରହିବ। ତମକୁ ମୋ ସାଙ୍ଗରେ ଧରି ବାହାରକୁ ଗଲାବେଳେ ନା ବହୁତ ଲାଜ ଲାଗୁଛି। ତମେ ମୋତେ ଆଜି ହିଁ ଡିଭୋର୍ସ ଦେଇଦିଅ ଆଉ ନିଜ ବାପ ଘରକୁ ଚାଲିଯାଅ। ଆଉ ଯଦି ମୋ ସାଙ୍ଗରେ ରହିବାର ଅଛି ନା ହେଲେ ମୋ କଥା ମାନି ଚଳିବ ଆଉ ଚାକରାଣୀ ଭଳିଆ ରହିବ। ନା ନା, ଦୟାକର ମୋତେ ମୋ ବାପ ଘରକୁ ପଠାଅନି। ମୋ ତଳେ ପୁଣି ମୋର 3 ଭଉଣୀ। ଯଦି ମୁଁ ଯାଇ ବାପ ଘରେ ବସିଯିବି ହେଲେ ଆଉ ମୋ ଭଉଣୀମାନଙ୍କୁ କିଏ ବାହା କରିବ? ନାଇଁ, ମୁଁ ବରଂ ତମର ଦ୍ୱିତୀୟ ବିବାହ ପାଇଁ ରାଜି। ତମେ ବାହାଘର ପାଇଁ ରେଡି ହୁଅ, ମୁଁ ଚାକରାଣୀ ହେଇ ରହିବି। ମିତା ନିଜ ହୃଦୟରେ କହକୁ ଚାପି ରଖି ତା ସ୍ୱାମୀର ବରଯାତ୍ରୀ ପାଇଁ ରେଡି ହୁଏ ଆଉ ନିଜ ସ୍ୱାମୀର ବନ୍ଦାପଣା କରେ। ବନ୍ଦାପଣା ସରିଗଲା ପରେ ରାଜେଶ ତା ଗାଡ଼ିରେ ବସି ବାହା ହେବାକୁ ବାହାରିଯାଏ ଆଉ ମିତା ସେମିତି ଦାଣ୍ଡରେ ଠିଆ ହେଇ ରହିଥାଏ। ଶୁଣୁଛ, ମୁଁ ତ ଶ୍ଵେତାକୁ ବାହା ହେଇ ସାରିଲିଣି। ଆମେ ଆଉ ଏ ଘରେ ରହିବାନି। ଏଥର ଶ୍ଵେତା ସହିତ ଯାଇ ତା ଘରେ ରହିବା। ଚାଲ, ବେଗ ମୁଁ ରେଡି କରିଦେଇଛି। ତମେ ତମ ଜିନିଷପତ୍ର ଧର ଆଉ ଏବେ ହିଁ ବାହାରି ଯିବା। ଏଥର ରାଜେଶ ଆଉ ଶ୍ଵେତା ଯାଇ ଗୋଟେ ରୁମ୍ରେ ରୁହନ୍ତି ଆଉ ମିତା ସାଜେ ଘରର ଚାକରାଣୀ। ସେମାନେ ଅଫିସକୁ ଗଲା ପରେ ସେ ଘରର ସବୁ କାମଧନ୍ଦା କରେ। ଏମିତି ଗୋଟେ ଦିନ ମିତା ଜୋର ଜୋରରେ ଭଜନ ଗାଇ ଠାକୁରଙ୍କର ପୂଜା କରୁଥାଏ। ମିତାର ଆରତୀ ଗାଇବା ଶୁଣି ଶ୍ଵେତାକୁ ବହୁତ ଡିଷ୍ଟର୍ବ ହୁଏ। ସେ ଦୌଡ଼ିକି ଆସି ଠାକୁର ଘରେ ପହଞ୍ଚିଯାଏ। ହେ ୟୁ ଗାଉଁଲି କୋଠିକାର ଗବାନ ନହେଲେ ତତେ କିଛି ହେଲେ ମୁଣ୍ଡରେ ପଶୁନି କି? ମୁଁ ଗୋଟେ ଅର୍ଜେଣ୍ଟ ମିଟିଂରେ ଥିଲି ଆଉ ତୁ ଏଇଠି ଢାଉ ଢାଉ କରି ପାଟି କରିକି ଭଜନ ଗାଉଛୁ। ତତେ କ'ଣ ଟିକେ ହେଲେ ବି ଲାଜ ଲାଗୁନି? ନା ତୁ ଭୁଲି ଯାଉଛୁ ତୁ ମୋ ଘରେ ରହିଛୁ କହିକି? ଆଉ ଦିନେ ଯେମିତି ତ ଏ ଭଜନ ଗାଇବା ଏ ଘରେ ନ ଶୁଣାଯାଏ। ମୁଁ ଏବେ ଯାଉଛି, ଆଉ ମୋତେ ଡିଷ୍ଟର୍ବ କରିବୁନି। ଶ୍ଵେତା ମିତାକୁ ବହେ ଗାଡ଼ି ଦେଇ ସେଠୁ ବାହାରି ଚାଲିଯାଏ। ହେଲେ ମିତା ବି ଥିଲା ଗାଁର ଝିଅ, ସେ ବା କେଉଁ ମାନିଥାନ୍ତା? छी, ଏ ମାଡାମର ତ ଟିକେ ହେଲେ ସଂସ୍କାର ଜ୍ଞାନ ନାହିଁ। ହେଲେ ମୁଁ ବି ମୋ ସ୍ୱାମୀଟାକୁ ନା ୟା ସହିତ ବାହାଘର କରି ବହୁତ ବଡ଼ ଭୁଲ କଲି। ହେଲେ ଆଉ ବେଶୀ ଦିନ ଏଇଟା ଚାଲିବାକୁ ଦେବିନି। ମୋତେ ବି କିଛି ନା କିଛି ଉପାୟ କରିବାକୁ ପଡ଼ିବ। ଯେମିତି ହେଲେ ରାଜେଶ ବାବୁ ଆଗରେ ୟାର ଅସଲି ମୁଖାଟା ଖୋଲିଦେବାକୁ ପଡ଼ିବ। ତା ପରଦିନ ସକାଳୁ ଶ୍ଵେତାକୁ ଗୋଟେ ବଡ଼ ପାର୍ଟିରୁ ଇନଭିଟେସନ୍ ଆସିଥାଏ, ଯାହା ପାଇଁ କି ଶ୍ଵେତା ଆଉ ରାଜେଶକୁ ସେଇ ପାର୍ଟିରେ ପହଞ୍ଚିବାର ବହୁତ ଜରୁରୀ ଥାଏ। ଆଉ ଏଇସବୁ କଥା 2 ଜଣ କଥା ହେଉଥାନ୍ତି। ହେଲେ ମିତା ଏସବୁ କଥାକୁ ଆଉ ଗୋଟେ ଘରେ ଥାଇକି ଶୁଣୁଥାଏ। ସେ ବି ଏଥର ଚିନ୍ତା କରେ ଯେ ଆଜି ଯେମିତି ହଉ ରାଜେଶକୁ ଜମାରୁ ସେ ଶ୍ଵେତା ସହିତ ପାର୍ଟିକୁ ଯିବାକୁ ଦେବନି। ସେଥିପାଇଁ ସେ ପ୍ଲାନ୍ ବନେଇ ଯାଇ ତା ରୁମ୍ରେ ଶୋଇପଡ଼େ। ଆଉ ରାଜେଶ ଦେଖେ ଯେ ମିତା ଆଜି ଘର ସାରା ଦେଖାଯାଉନି। ମିତାକୁ ଖୋଜି ଖୋଜି ଆସି ତା ରୁମ୍ରେ ସେ ପହଞ୍ଚିଯାଏ। ମିତା, ତମର କ'ଣ ହେଇଛି? ତମେ ଏମିତି ବିଛଣାରେ କାହିଁ ଶୋଇ ରହିଛ? ଚାଲୁନ ବାହାରେ ଟିକେ ଚଲାବୁଲା କରିବ। ନା ନା ନା, ମୋ ଦେହଟା ପୁରା ଜମାରୁ ଭଲ ଲାଗୁନି। ମୁଣ୍ଡଟା ଏମିତି ବିନ୍ଧୁଛି ଯେ ମୋତେ ଖାଲି ଅନ୍ଧାର ଦିଶି ଯାଉଛି। ଜମାରୁ ମୁଣ୍ଡ ଉଠେଇ ପାରୁନି। ଯଦି ତମେ ଟିକେ ସାହାଯ୍ୟ କରନ୍ତ ମୋତେ ହସ୍ପିଟାଲକୁ ଟିକେ ଦେଖେଇ ନିଅ। ମିତାର କଥା ଶୁଣି ରାଜେଶ ରାଜି ହେଇଯାଏ ଆଉ ମିତାକୁ ଧରି ସାଙ୍ଗରେ ହସ୍ପିଟାଲକୁ ଯାଇ ପହଞ୍ଚିଯାଏ। ହେଲେ ସେପଟେ ଶ୍ଵେତା ତ ପୁରା ରାଗରେ କମ୍ପୁଥାଏ, କାହିଁକି ନା ପାର୍ଟି ଯିବାର ସମୟ କେତେବେଳରୁ ସରିଗଲାଣି। ହେଲେ ରାଜେଶ ଆଉ ମିତାର ଦେଖା ନଥାଏ। ତମକୁ ଲାଜ ଲାଗୁନି? ତମେ ଏବେ ଯାଇକି ଆସୁଛ? ଏଇ ଚାକରାଣୀ ପାଇଁ ଆଜି ମୋର ପ୍ଲାନ୍ ସବୁ କିଛି ସ୍ପଏଲ୍ ହେଇଗଲା। ଆଉ ତମେ ହଉଛ ୟା ପାଇଁ ଦାୟୀ, ବୁଝିଲ? ଶ୍ଵେତା, ତମେ ବୋଧେ ଭୁଲି ଯାଉଛ ସେ ଘରର ଚାକରାଣୀ ନୁହଁ, ସେ ହେଲା ମୋର ପ୍ରଥମ ସ୍ତ୍ରୀ। ଆଉ ତମେ ତମର ମୁହଁ ସମ୍ଭାଳିକି ଟିକେ କଥାବାର୍ତ୍ତା କର। ରାଜେଶ ଆଉ ଶ୍ଵେତା ଭିତରେ ମିତା ଝଗଡ଼ା ଲଗାଇ ବହୁତ ଖୁସି ଥାଏ। ସେ ତ ମନେ ମନେ ଚିନ୍ତା କରୁଥାଏ ଯେ ଏଇ ତ ହେଲା ଆରମ୍ଭ, ୟା ପରେ ଦେଖ ଆଉ କ'ଣ କ'ଣ ହବ। ତା ପରଦିନ ସକାଳୁ ସକାଳୁ ମିତା ପୁଣି ଥରେ ତାର ଭଜନ କୀର୍ତ୍ତନ ଆରମ୍ଭ କରିଦେଲା। ହେଲେ ଶ୍ଵେତା ଦେହରେ ଏସବୁ ଜମାରୁ ଗଲାନି। ସେ ଆସି ପୁଣି ଥରେ ମିତା ଉପରେ ଚିଡ଼ି ଚିଡ଼ି ହେଲା। ଠିକ୍ ଏତିକି ବେଳେ ଆସିକି ରାଜେଶ ସେଇଠି ପହଞ୍ଚିଯାଏ।
ଶ୍ଵେତା ତମ ମୁଣ୍ଡ ଠିକ ଅଛି ତ? ସକାଳଟାରୁ ମିତା ଉପରେ କାହିଁ ରଡ଼ି ଛାଡୁଛ? ସିଏ ତ ଖାଲି ଟିକେ ପୂଜା କରୁଥିଲା। ଠାକୁରଙ୍କ ଆରତି ଗାଇବା ତ ଭଲ, ଆଉ ଏଥିରେ ଅସୁବିଧା କ'ଣ? ଅସୁବିଧା ଏଇଆ ଯେ ଏଇଟା ତମ ଘର ନୁହଁ, ଏଇଟା ହେଲା ମୋ ଘର। ଆଉ ମୋ ଘରେ ମୁଁ ଯେମିତି କହିବି ନା ତମମାନଙ୍କୁ ସେମିତି ହିଁ ଚଳିବା ପାଇଁ ପଡ଼ିବ। ତମେମାନେ ଯଦି ଅଧିକା ଚୁଁଚା କରିବ ନା ହେଲେ ମୋତେ ଚିହ୍ନିବ। ତାମାନେ ଶ୍ଵେତା ମୁଁ ତମର ସ୍ୱାମୀ ନୁହଁ? ତମେ ମୋତେ ଭଲ ପାଉନି? ଆଜି ତମେ ଏଇ ଛୋଟିଆ କଥାଟା କହିପାରିଲ? ମୁଁ ଆଉ ତମ ସାଙ୍ଗରେ ରହିପାରିବିନି। ମିତା ଏବେ ହିଁ ଚାଲ ବେଗ୍ ରେଡି କର, ଆମେ ଏ ଘରୁ ବାହାରି ଆମ ସେଇ ପୁରୁଣା ଘରକୁ ଚାଲିଯିବା। ଆଉ ଶ୍ଵେତା ମୁଁ ତମକୁ କହିଦେଉଛି ଡିଭୋର୍ସ ପେପରରେ ସାଇନ୍ କରିଦେବ। ରାଜେଶ ଆଉ ମିତା ଯାଇ ନିଜ ପୁରୁଣା ଘର ସାମ୍ନାରେ ଠିଆ ହେଇଯାଆନ୍ତି। ହେଲେ ମିତା ଘର ଭିତରକୁ ଜମାରୁ ଯାଏନି। ସେଥିପାଇଁ ରାଜେଶ ପଚାରେ ଯେ ସେ କାହିଁ ବାହାରେ ରହିଛି କହି। ନା, ମୁଁ ସେ ଘର ଭିତରକୁ ଆଉ ଯାଇପାରିବିନି। ଯେଉଁଦିନ ମୁଁ ତମକୁ ନିଜ ହାତରେ ବରବେଶ ସଜେଇଥିଲି ଆଉ ତମକୁ ବନ୍ଦାପଣା କରି ସଉତୁଣୀ ଆଣିବାକୁ ପଠେଇଥିଲି ନା, ସେଇଦିନ ମୁଁ ମନେ ମନେ ଚିନ୍ତା କରିଥିଲି ସେ ଶ୍ଵେତାର ଅସଲ ରୂପ ତମକୁ ଦେଖେଇବି କହି। ଆଉ ଆଜି ତମେ ଶ୍ଵେତାର ଅସଲ ରୂପ ଦେଖିଛ, ଭଲ ଭାବରେ ତାକୁ ଚିହ୍ନି ପାରିଲ। ହେଲେ ମୁଁ ଆଉ ତମ ସାଙ୍ଗରେ ରହିବିନି। ତମେ ଯେଉଁଦିନ ନିଜର ବରଯାତ୍ରୀ ନେଇଗଲ ମୁଁ ମନେ ମନେ ସେଇଦିନ ମୋର ଏ ଘରୁ ଜୁଇ ବାହାର କରିଥିଲି। ସାଙ୍ଗମାନେ ଆମର କାହାଣୀ ଆଗକୁ ଆହୁରି ରହିଛି। ହେଲେ ଆପଣମାନେ ଟିକେ କମେଣ୍ଟ କରିକି ଜଣେଇବେ ଯେ ମିତା ଶେଷରେ ଯାହା କଲା ସେଇଟା କ'ଣ ଠିକ୍ କଲା? ଚାଲନ୍ତୁ କମେଣ୍ଟ କରିବେ।